ସନ୍ନ୍ୟାସୀ ଓ ମୂଷା। ଗୋଟିଏ ଜଙ୍ଗଲରେ ଜଣେ ସନ୍ନ୍ୟାସୀ ବାସ କରୁଥିଲେ। ସେ ଯେପରି ଧାର୍ମିକ ଥିଲେ ସେହିପରି ନୀତିନିଷ୍ଠ ଥିଲେ। ଦିନେ ସନ୍ନ୍ୟାସୀ ଜଣକ ତପସ୍ୟା କରୁଥିବା ସମୟରେ ହଠାତ୍ ତାଙ୍କ ସାମ୍ନାରେ ଏକ ମୂଷା ଆକାଶ ମାର୍ଗରୁ ଖସି ପଡ଼ିଲା। ଫଳରେ ସନ୍ନ୍ୟାସୀଙ୍କର ତପସ୍ୟା ଭଙ୍ଗ ହେଲା ପରେ ସେ ଆକାଶ ମାର୍ଗକୁ ଚାହିଁଲେ। ଆକାଶ ମାର୍ଗରୁ ସେ ଏକ କୁଆକୁ ଦେଖିଲେ। କୁଆକୁ ଦେଖି ଜାଣିପାରିଲେ ଯେ କୁଆ ପାଟିରୁ ମୂଷାଟି ଖସି ପଡ଼ିଛି। ମୂଷାଟି ଶିକାରୀ କୁଆ ନିକଟରୁ ଖସି ପଡ଼ିଥିବାରୁ ସନ୍ନ୍ୟାସୀଙ୍କର ମୂଷା ପ୍ରତି ଦୟା ହେଲା। ସେ ମୂଷାକୁ ନିଜ ଆଶ୍ରମରେ ପାଳିବାକୁ ଲାଗିଲେ। ଆଶ୍ରମରେ ପୂର୍ବରୁ ଏକ ବିରାଡ଼ି ରହୁଥିଲା। ସନ୍ନ୍ୟାସୀଙ୍କ ଦ୍ୱାରା ପ୍ରଦତ୍ତ ଖାଦ୍ୟ ଖାଇ ବିରାଡ଼ିଟି ବେଶ୍ ହୃଷ୍ଟପୃଷ୍ଟ ହୋଇଯାଇଥିଲା। ବିରାଡ଼ିର ତ ମୂଷା ହେଉଛି ପ୍ରଧାନ ଖାଦ୍ୟ। ଆଶ୍ରମରେ ଏକ ମୂଷାକୁ ଦେଖି ତାକୁ ବିରାଡ଼ି ଖାଇବା ପାଇଁ ମନସ୍ଥ କଲା। ଦିନେ ସୁଯୋଗ ଦେଖି ମୂଷାକୁ ମାରିବା ପାଇଁ ଗୋଡ଼ାଇଲା। ବିରାଡ଼ିଟି ଗୋଡ଼ାଇବାର ଦେଖି ମୂଷା ପୁଣି ସନ୍ନ୍ୟାସୀଙ୍କ ନିକଟକୁ ଧାଇଁଲା ଓ ତାକୁ ବଞ୍ଚାଇବା ପାଇଁ ଅନୁରୋଧ କଲା। ସନ୍ନ୍ୟାସୀ ମୂଷାର ଅନୁରୋଧକୁ ଏଡ଼ାଇ ନ ପାରି କହିଲେ, ହେ ମୂଷିକ, ତୁମେ ଏହି ବିରାଡ଼ିକୁ ଦେଖି ଭୟ କରୁଛ? ମୁଁ ତୁମକୁ ବଞ୍ଚାଇବା ପାଇଁ ଚେଷ୍ଟା କରିବି। ତେଣୁ ମୁଁ ତୁମକୁ ବର୍ତ୍ତମାନ ଏକ ବିରାଡ଼ିରେ ପରିଣତ କରିଦେବି, ଯାହାଫଳରେ ତୁମେ ବିରାଡ଼ିକୁ ଦେଖି ଆଉ ଭୟ କରିବ ନାହିଁ। ଏହା କହି ସନ୍ନ୍ୟାସୀ ସଙ୍ଗେ ସଙ୍ଗେ ମୂଷାକୁ ବିରାଡ଼ିରେ ପରିଣତ କରିଦେଲେ। କିଛି ଦିନ ଗଲା। ମୂଷାଟି ବିରାଡ଼ି ରୂପ ଧାରଣ କରି ଆଶ୍ରମରେ ରହୁଥାଏ। ଦିନେ ହଠାତ୍ ଆଶ୍ରମ ନିକଟରେ ଏକ କୁକୁର ବୁଲୁଥିବାର ଦେଖାଗଲା। ବିରାଡ଼ି କୁକୁର ତ ଆଜନ୍ମରୁ ଶତ୍ରୁ। ଆଶ୍ରମରେ ବିରାଡ଼ିକୁ ଦେଖି କୁକୁର ତାକୁ ମାରିବାକୁ ଉଡ଼ାଇଲା। କୁକୁର କବଳରୁ ରକ୍ଷା ପାଇବା ପାଇଁ ବିରାଡ଼ି ଯାଇ ସନ୍ନ୍ୟାସୀଙ୍କ ନିକଟରେ ପୁଣି ଥରେ ପହଞ୍ଚିଲା। କୁକୁର କବଳରୁ ବିରାଡ଼ିକୁ ରକ୍ଷା କରିବାକୁ ଯାଇ ବିରାଡ଼ିକୁ କୁକୁରରେ ପରିଣତ କରିଦେଲେ। କୁକୁରଟି ସାମ୍ନାରେ ଆଉ ଏକ କୁକୁରକୁ ଦେଖି ସଙ୍ଗେ ସଙ୍ଗେ ଆଶ୍ରମ ଛାଡ଼ି ପଳାଇଲା। ଏହିପରି ବିରାଡ଼ିଟି କୁକୁର ରୂପ ଧାରଣ କରି ଆଶ୍ରମରେ କାଳାତିପାତ କରୁଥାଏ। ଦିନ ପରେ ଦିନ ବିତି ଚାଲିଲା। କୁକୁରଟି ହଠାତ୍ ଆଶ୍ରମ ନିକଟରେ ଏକ ବାଘକୁ ଦେଖିଲା। ବାଘକୁ ଦେଖି ପ୍ରାଣରକ୍ଷା କରିବା ପାଇଁ ସନ୍ନ୍ୟାସୀଙ୍କ ନିକଟକୁ ଧାଇଁଲା। କୁକୁର ଭୟଭୀତ ହେବାର କାରଣ ଜାଣି ସନ୍ନ୍ୟାସୀ ସଙ୍ଗେ ସଙ୍ଗେ ଏକ କୁକୁରକୁ ଏକ ବାଘରେ ପରିଣତ କରିଦେଲେ। ଆଶ୍ରମ ମଧ୍ୟରେ ଏକ ବାଘକୁ ଦେଖି ଅନ୍ୟ ବାଘକୁ ଦେଖି ବାଘଟି ପଳାଇ ଗଲା। ବାଘର ପ୍ରକୃତି ତ ମଣିଷ ମାଂସ ଭକ୍ଷଣ କରିବା, ସେ ବା ଏଥିରୁ କିପରି ବାଜିବ? ବାଘଟି ସନ୍ନ୍ୟାସୀଙ୍କୁ ଦିନେ ଆକ୍ରମଣ କରିବା ପାଇଁ ଉଦ୍ୟତ ହେଲା। ବାଘର ଏପରି ଆଚରଣ ଦେଖି ସନ୍ନ୍ୟାସୀ ସଙ୍ଗେ ସଙ୍ଗେ ବାଘକୁ ମୂଷାରେ ପରିଣତ କରିଦେଲେ। ମୂଷାଟି ତା'ର ପୂର୍ବ ଅବସ୍ଥାକୁ ଫେରି ପାଇଲା। ତେଣୁ କୌଣସି ବ୍ୟକ୍ତିଙ୍କୁ କଦାପି ଅତ୍ୟଧିକ ପରିମାଣରେ ବିଶ୍ୱାସ କରିନେବା ଉଚିତ ନୁହଁ। ସମୟ ସୁଯୋଗ ଦେଖି ସେହି ବ୍ୟକ୍ତି ହିଁ ତୁମକୁ ବିପଦରେ ପକାଇଥାଏ। ଠିକ୍ ଯେମିତି ମୂଷା ରୂପୀ ସିଂହଟି ସନ୍ନ୍ୟାସୀଙ୍କୁ ଅସଲ ରୂପ ଦେଖାଇଥିଲା।